ଦିନ ଥିଲା ମୁଁ ଗପ ଲେଖିବାରେ ନିଜର ସମୟକୁ ବିନିଯୋଗ କରିଛି। ମୋର ଗୋଟିଏ ଦୁଇଟି ତିନୋଟି ଚାରୋଟି ଗପ ପତ୍ରପତ୍ରିକାରେ ବାହାରିଛି। 1988ରେ ମୁଁ ଫୁଲବାଣୀ ଉପରେ ଗୋଟିଏ କ୍ଷୁଦ୍ର ଗଳ୍ପ ଲେଖିଥିଲି, କାରଣ ଫୁଲବାଣୀ ସହର ହେଉଛି ମୋର ଜନ୍ମସ୍ଥାନ। ଏବଂ 1899 ମସିହାରେ ମୋର ସେହି ରଚିତ ଗପଟି ରାଉରକେଲା କଲଚରାଲ ଏକାଡେମୀ ଦ୍ୱାରା ପ୍ରକାଶିତ ତ୍ରୈମାସିକ ସାହିତ୍ୟ ପତ୍ରିକା ନବପତ୍ରରେ ବାହାରିଥିଲା ଏବଂ ସେହି ଗଳ୍ପର ପାଠ ମୁଁ ବର୍ତ୍ତମାନ କରୁଅଛି। ଗଳ୍ପଟିର ନାଁ ହେଉଛି ଫୁଲବାଣୀର ମର୍ମବାଣୀ। ଗାଳ୍ପିକ ମହମ୍ମଦ ନିଜାମୁଦ୍ଦିନ। ରାତି ଗୋଟାଏରୁ କିଛି ଉପରକୁ ହେବ। ଚାହୁଁକିନା ଅନୁପମର ନିଦ ଭାଙ୍ଗିଗଲା। ଚାହିଁ ଦେଖେ ତ ବସ୍ ଠିଆ ହୋଇଛି। ଜାଗ୍ରତ ଯାତ୍ରୀ ନାହାନ୍ତି। ନିଦ ବାଉଳିଆ ଅବଶିଷ୍ଟ ଅଛନ୍ତି। ସେମାନେ ନିଶ୍ଚିନ୍ତରେ ସିଟ୍କୁ ଭରା ଦେଇ ବାଡ଼କୁ ଆଉଜି ତକିଆର ଆଶ୍ରାରେ ଶୋଇ ରହି ବେଶ୍ ଆରାମରେ ଘୁଙ୍ଗୁଡ଼ି ମାରିବାରେ ବ୍ୟସ୍ତ। ବସ୍ ଚାଲୁ ରହୁ, ଖରାପ ହେଉ, ସତେଅବା କୋଉଥିକି ତାଙ୍କର ହେଜ ନାହିଁ। ନିଦ ଭଲ ତ ସେମାନେ ଭଲ, କିନ୍ତୁ ଯେଉଁମାନେ ବସ୍ ବା ଗାଡ଼ି ଅଟକିଲେ କ୍ଳାନ୍ତି ବିରକ୍ତ ଅନୁଭବ କରନ୍ତି, ରାତିର ଉତ୍ତୀର୍ଣ୍ଣ ତମସାଚ୍ଛନ୍ନ ପ୍ରହରରେ ବି ସେମାନେ ସହଜରେ ନିଦ୍ରାକୁ ଗୋଲି ମାରନ୍ତି ଜିଜ୍ଞାସାର ବନ୍ଧୁକ ଧରି। ଆଉ ସେଇମାନଙ୍କ ଭିତରୁ ଅନେକ ଆଜିର ଯାତ୍ରାରେ ନିଦ୍ରା ବାଉଳା ଦଳରେ ନ ରହି ବସ୍ ପେଟରୁ ବାହାରି ତଳେ ପଇଁତରା ମାରିବା ଆରମ୍ଭିଛନ୍ତି। ଥଣ୍ଡା ପବନ ଦେହରେ ବାଜୁଛି। ବସ୍ ଭିତରେ ସବୁଜ ରଙ୍ଗର କ୍ଷୀଣ ଆଲୁଅ ଜଳୁଛି। ବେଡ୍ ଲାଇଟ୍। ଅନୁପମ ଧଡ଼ପଡ଼ ହୋଇ ଉଠି ବସିଲା। ଅଳସ ଭାଙ୍ଗିଲା। ହାଇ ମାରି ନିଦ୍ରାଭଙ୍ଗ କଲା। ସିଧା ହେଲା। ସହସା ଜାଣିପାରିଲା ନାହିଁ ବସ୍ କାହିଁକି ଏବଂ କେତେବେଳୁ ଅଟକିଛି। ଏଇଟା ଗାଡ଼ି ଅଟକିବାର ସ୍ଥାନ, ନା ବସ୍ର କିଛି ଅବ୍ୟବସ୍ଥା ସଂଗଠିତ ହେଲା। ଝରକା ଆଡ଼କୁ ଚାହିଁଲା। ଚତୁର୍ଦିଗ ଘନ ଅନ୍ଧକାର। ପଛକୁ ଚାହିଁଲା। ବସ୍ର ବାମ ପଟେ ସାମ୍ନା ସିଟ୍କୁ ଛାଡ଼ି ଠିକ୍ ପଛରେ ଝରକା କଡ଼କୁ ସେ ବସିଛି। ବସ୍ର ଡାହାଣ ପାର୍ଶ୍ୱରେ ଡ୍ରାଇଭର ପଛ ପାଖର କିଛି ସିଟ୍ ଛାଡ଼ି ଅର୍ଥାତ୍ ଚତୁର୍ଥ ଧାଡ଼ିର କଡ଼କୁ ଜଣେ ଯାତ୍ରୀ ଚେଇଁ ବସିଛନ୍ତି। ସେଇଲାଗେ ବୋଧେ ବହିର୍ଦେଶରୁ ଅନ୍ତର୍ଦେଶକୁ ପ୍ରବେଶିଛନ୍ତି। ତାଙ୍କୁ ଅନୁପମ ପଚାରିଲା, ଆଜ୍ଞା, ବସ୍ ଅଟକିଛି କାହିଁକି? ଚକା ଫାଟିଛି। ଆଜି ଏଠାରୁ ଛାଡ଼ୁ ଛାଡ଼ୁ ବସ୍କୁ ଅତି କମ୍ରେ 2 ଘଣ୍ଟା ଲାଗିବ। କାରଣ ପାଖରେ ଅଧିକା ଚକା ନାହିଁ। ଗ୍ୟାରେଜରୁ ଆସିବ, ଫିଟିଂ ହେବ ତ ତେବେ ଛାଡ଼ିବ। ଏଇଟା କୋଉ ଜାଗା କି? ଫୁଲବାଣୀ। ଅନୁପମର ଛାତି ପଡ଼ିଲା ଉଠିଲା। ତାକୁ ଅକସ୍ମାତ୍ ଅପ୍ରସ୍ତୁତ ହେବାର ଦେଖି ଯାତ୍ରୀ ପଚାରିଲେ, ଫୁଲବାଣୀର ନାଁ ଶୁଣି ଏପରି ଚମକି ଉଠିଲେ କାହିଁକି? ଓହୋ, ଯାତ୍ରୀ ମହାଶୟ ବୋଧହୁଏ ମୋର ଅପ୍ରତିଭତାକୁ ଧରିପାରିଲେ, ନହେଲେ ଏମିତି ପ୍ରଶ୍ନ ପଚାରନ୍ତେ କାହିଁକି? ଭାବିଲା, ନା, ଆଉ ଲୁଚାଇ ଲାଭ ନାହିଁ। କହିଲା, ଏଠାରେ ଜନ୍ମ ହୋଇଥିଲି। ଏ ରୁଟ୍ରେ ମୋର ଏଇଟା ପ୍ରଥମ ଯାତ୍ରା। ଏପଟ ରାସ୍ତାରେ ଫୁଲବାଣୀ ପଡ଼ିବ ବୋଲି ଜାଣିନଥିଲି। ଜନ୍ମସ୍ଥାନ ତ, ସେଥିଲାଗି ଶିହରି ଉଠିଥିଲି। ପୁଣି ପୁରୁଣା ଜାଗା, ଏପରି ହେବାଟା ସ୍ୱାଭାବିକ। ଏଠି କିପରି ଜନ୍ମ ହୋଇଥିଲେ? ବାପା ମୋର ଚାକିରି ସଂକ୍ରାନ୍ତରେ ଏଠାରେ 3 ବର୍ଷ ରହିଥିଲେ। ଓହୋ। ଅନୁପମ ପରମ ଆହ୍ଲାଦରେ ବସ୍ରୁ ଓହ୍ଲାଇଗଲା। ଇଚ୍ଛା ଡାକୁଥାଏ ସତେକି ଗାଡ଼ି ଅଟକିବାର ଘଣ୍ଟା 2ଟା ମଧ୍ୟରେ ସମଗ୍ର ଫୁଲବାଣୀ ଟାଉନକୁ ସଏର କରିନେବ। ଅତୀତ ସତେଜ ହେଲା। ଏପରି ସମୟରେ ସେ ଆସି ପହଞ୍ଚିଛି ଯେ ଟାଉନର ଲାଇନ୍ ଅଚଳ। ବିଜୁଳି ବତୀଟିଏ ସୁଦ୍ଧା ଜଳୁନାହିଁ। ଫୁଲବାଣୀରେ ଦ୍ୱିତୀୟ ଥର ପାଦ ପକାଇ ବର୍ତ୍ତମାନ ତାହାର ଯେତିକି ସ୍ଥାନ ନେଇ ଦଣ୍ଡାୟମାନ, ତାହାକୁ ବି ଦେଖିବାର ଅପୂର୍ବ ସୁଯୋଗ ଅନୁପମର ଭାଗ୍ୟରେ ନାହିଁ। ଯୋଉ ଆଦିମ ଅଧିବାସୀ ଅଧ୍ୟୁଷିତ ଓଡ଼ିଶାର ଅନଗ୍ରସର ପଛୁଆ ରାଇଜରେ ଦୁନିଆର ପ୍ରଥମ ଆଲୁଅ ସେ ଦେଖିଥିଲା, ଆଜି ସେଇ ସ୍ଥାନଟି ଏବେ ବି ତା ପାଇଁ ସେଇ ଅନ୍ଧାର। ଘନ କାଳିଆ ଜନବହୁଳଙ୍କୁ ନେଇ ମୁଣ୍ଡ ଟେକିଥିବା ଜାଙ୍ଗଳିକ ସୁଷମାକୁ ଧରି ଓଡ଼ିଶାର ମାନଚିତ୍ରରେ ଏକ ଜିଲ୍ଲା ରେଖାଙ୍କିତ ଆକୃତି ଓ କ୍ଷେତ୍ରଫଳର ମାପକାଠିରେ ସବ୍ଡିଭିଜନ ଏବଂ ଜିଲ୍ଲା ସଦର ମହକୁମାର ଛୋଟିଆ ଜାଗାଟିରେ ସେ ଜନନୀ ଜଠରୁ ଭୂମିଷ୍ଠ ହୋଇଥିଲା। ହାତ ଗୋଡ଼ର ସଞ୍ଚାଳନ, ଦୃଷ୍ଟିର ଦର୍ଶନ ଏବଂ ପାଟିର ଶବ୍ଦରେ ପୃଥିବୀକୁ ଜଣେଇଥିଲା, ମୁଁ ଆସିଛି ମଣିଷ ରୂପ ଧରି। ମଣିଷ ହେବି, ସବୁ ଅଂଶରେ ନହେଲେ ବି କିଛି ଅଂଶରେ।
ପାଞ୍ଚ ଆଙ୍ଗୁଳି ଅସମାନ। ଚାରିଆଡ଼େ ମୁହଁ ବୁଲାଇଲା, କେବଳ ଅନ୍ଧାରକୁ ଦେଖିଲା, ଯାହାକି କନ୍ଧ ଆଦିବାସୀର କଳା ଦେହର ରଙ୍ଗ ଠାରୁ ଆହୁରି ଗାଢ଼। ସେଥିରେ ସେ କ'ଣ ଫୁଲବାଣୀ ସହରକୁ ଦେଖିବ, ତା ସହିତ ସାମାନ୍ୟ ଆପୋଷ ପରିଚିତ ହେବ। କିନ୍ତୁ ଦେଖିବାର ପ୍ରବଳ ଆବେଗକୁ ଆଉ ସମ୍ବରଣ କରି ନ ପାରି ଚାରିଆଡ଼କୁ ଟର୍ଚ୍ଚ ମାରି ପକାଇଲା। ଗଛର ସଂଖ୍ୟା ଟାଉନରେ ବେଶୀ, ଲଗାଲଗି ହୋଇ ରାସ୍ତାର ଦୁଇ ପାଖ ଅବରୋଧ କରିଛନ୍ତି। ଟାଉନ ଦିନବେଳେ ବି ଅନ୍ଧାରିଆ ଦିଶୁଥିବ। ବୃଥାଟାରେ ଟର୍ଚ୍ଚ ବ୍ୟାଟେରୀ ଗୁଡ଼ାକୁ ସାରୁଛନ୍ତି କାହିଁକି? ପାଖରେ ଠିଆ ହୋଇଥିବା ଯାତ୍ରୀ ଜଣକ ଅଭିଯୋଗ କଲେ। ବାରମ୍ବାର ଟର୍ଚ୍ଚ ଜଳାଇ କେଉଁ ଜିଜ୍ଞାସା ସ୍ଥାନଟିରୁ ଅନୁପମ ପାଇବାକୁ ଚାହୁଁଛି କିପରି କହିବ? ଆଉ କାହିଁକି ବା କହିବ ଏପରି ହୃଦୟହୀନ ଗୁଡ଼ାଙ୍କୁ? ସେ ଯାହା ଦେଖିବାକୁ ଚାହେଁ ତାହା ଯଦି ପ୍ରଶ୍ନକର୍ତ୍ତାଙ୍କୁ କହିଦିଏ, ତେବେ ତାଙ୍କଠାରୁ ନିର୍ବୋଧ ଆଖ୍ୟା ପାଇବା ହିଁ ସାର ହେବ। ତଥାପି ଦୋଷ ଛଡ଼ାଇବାକୁ ଯାଇ କହିଲା, ନା, ଏମିତି ମାରୁଥିଲି। ଏମିତି ମାରିବାର ପୁଣି କିଛି ମାନେ ହୋଇପାରେ ନା। ଅନ୍ଧାରୀ ଫୁଲବାଣୀକୁ ପୁନଃ ପୁନଃ ଟର୍ଚ୍ଚ ମାରିବାରେ ବିଶେଷ ଉଦ୍ଦେଶ୍ୟ ତାର ରହିଛି। ଏମିତି ସେ ମାରିବ କାହିଁକି? ବ୍ୟାଟେରୀ ସରୁଛି ବୋଲି ସେ ଜାଣେ। ଜଣକର ମନ ଜଣକର ନିଜସ୍ୱ, ଅପରର ଜଣକ ମନରେ ପ୍ରବେଶିବାର କ୍ଷମତା ନାହିଁ। ପ୍ରଶ୍ନକର୍ତ୍ତା ଯାତ୍ରୀ ତ ଆଉ ମନୋବିଜ୍ଞାନୀ ନୁହନ୍ତି। ସୁତରାଂ ସେ କିପରି ଜାଣିବେ ଅନୁପମ କାହିଁକି ଟର୍ଚ୍ଚ ମାରୁଛି? ନୀରବ ରହିଲା। ଗଛ ପାଖରେ ଥିବା ସିମେଣ୍ଟ ଚଦରର ବିଶ୍ରାମଗାରରେ ଯାଇ ବସିଲା। ଅନ୍ୟମାନେ ବି ବସିଥିଲେ। ଗାଡ଼ିର ପଛପାଖ ଭିତରେ ପଶି କ୍ଲିନର ଏବଂ ଡ୍ରାଇଭର ବ୍ରଷ୍ଟ ଚକାକୁ ଅଖରୁ ଖୋଲୁଥିଲେ। ବସ୍ଷ୍ଟାଣ୍ଡରୁ ଗ୍ୟାରେଜ ଅନ୍ୟୁନ 1.5 କିଲୋମିଟର। ଶଳା ଅଧଘଣ୍ଟା ହେଲା ହେଲ୍ପର ଗଲାଣି, ଏଯାଏଁ ଫିଟର ଏବଂ ଚକା ନେଇ ଆସିପାରୁନି। କ'ଣ କରୁଛି ସେ ସେଠାରେ? ଗାଡ଼ି ଯିବ କେବେ? ଫୁଲବାଣୀରେ ଗୋଟାକରେ ପହଞ୍ଚି 1:20ରେ ଗାଡ଼ି ଛାଡ଼ିବା କଥା। ଆସି 2ଟା ବାଜିବ। ଆଉ ଡ୍ରାଇଭର ସାହେବ, ବ୍ରହ୍ମପୁରରେ କ'ଣ ଦିନ 12 ବାଜିବ ପହଞ୍ଚିବାକୁ? ଏତେ ସମୟ ଲାଗିବନି। ଚକା ଆସିଲେ 15 ମିନିଟ୍ ଲାଗିବ ଫିଟିଂ କରିବାକୁ, ତାପରେ ତ ଗାଡ଼ି ଛାଡ଼ିବ। ପଛ ଚକା ଫାଟିଛି। ବସ୍କୁ ଗ୍ୟାରେଜଠି ନେଇଥିଲେ ସୁବିଧା ହୋଇଥାନ୍ତା। ଠିକ୍ ଯେ, ହେଲେ ନେଲୁନି। ନିଶବ୍ଦରେ ଅନୁପମ ଉପରକୁ ଚାହୁଁଛି, କେବେ ବା ତଳକୁ। ତାରାପୂର୍ଣ୍ଣ ଆକାଶ, ଅସଂଖ୍ୟ ତାରା। ସେହିପରି ଅସଂଖ୍ୟ ଛିନ୍ନ ଭାବନା, ଅତୀତର ସ୍ମୃତି ସବୁ ଅବିଚ୍ଛିନ୍ନ ହୋଇ ତାର ମନର ଆକାଶରେ ଛାଇଗଲେ। କ୍ରମଶଃ ଜମାଟ ବାନ୍ଧିବାକୁ ଆରମ୍ଭିଲେ। ଝିଲ୍ଲିର ସିଁ ସିଁ ରବ ଶୁଭୁଛି। ଜନ୍ମସ୍ଥାନରେ ରହି ସ୍ୱଳ୍ପ ସମୟ ମଧ୍ୟରେ କେତେ ସ୍ମୃତି ସଂଗ୍ରହ କରିପାରୁଛି, ତା ଜୀବନର ଅତୀତ କାଳ ସେଇଆ ଜାଣିବାକୁ ଚାହୁଁଥିଲା। ଅନୁପମର ଟର୍ଚ୍ଚ ତାର ପୂର୍ବାନୁଭୂତିର ଜ୍ଞାନକୁ ଆଲୋକ ଦେଲା। ବାପା ମାପ ଓ ତୌଲ ବିଭାଗର ଇନ୍ସପେକ୍ଟର ଚାକିରି କରୁଥିଲେ। ଡେପୁଟେସନରେ କିଛି ବର୍ଷ ସେ ଏଇ ବିଭାଗକୁ ଆସିଥିଲେ। ପ୍ରାୟ ପାଖାପାଖି 3.5 ବର୍ଷ ବାପା ଏଠାରେ ରହିଥିଲେ, ଅର୍ଥାତ୍ 1958 ନଭେମ୍ବରରୁ 1963 ମାର୍ଚ୍ଚ ପର୍ଯ୍ୟନ୍ତ। ଘରେ ପଇସାପତ୍ରର ବଡ଼ ଅଭାବ ଥିଲା। କଷ୍ଟରେ ଚଳୁଥାନ୍ତି। ଭାଇ ଭଉଣୀ ହୋଇ ଆମେ 5 ଜଣ। 2 ଭଉଣୀ ସବା ବଡ଼, ତାପରେ ବଡ଼ ଭାଇ ଏବଂ ପରେ ମୁଁ। ସାନ ଭଉଣୀ ସେତେବେଳକୁ ଜନ୍ମ ହୋଇ ନଥାଏ। ବଡ଼ ଅପା 2ୟ ତୃତୀୟ ଶ୍ରେଣୀରେ ପଢ଼ୁଥାଏ। ସାନ ଅପା ପ୍ରଥମରେ। ଭାଇ ଶିଶୁ। ହସ୍ପିଟାଲ ପାଖ ପେଞ୍ଜିସାହିରେ ଆମର ଭଡ଼ାଘର। ଜଙ୍ଗଲ ସାମାନ୍ୟ, ଖପର ଛାତ, ଭିତରେ କିନ୍ତୁ କାଠପଟାର ସିଲିଂ। ବର୍ଷା ଦିନେ ଯଦି ବିଜୁଳି ମାରିବ, ତାହେଲେ ଆଲୋକ ଭିତରୁ ଦିଶିବ। ଛୋଟ ଛୋଟ 4 ବଖରା। ଅଗଣା। ଅଗଣାରେ ଅମୃତଭଣ୍ଡାର ବଡ଼ ଗଛଟିଏ ଥିଲା। ଏକଦା ଝଡ଼ ତୋଫାନରେ ଭାଙ୍ଗିଗଲା। ମଦନ ମୋହନ ପାଣ୍ଡେ ନାମକ ଜଣେ ବ୍ୟକ୍ତି କଣ୍ଟ୍ରାକ୍ଟର ଥାଆନ୍ତି। ତାଙ୍କରି ଘର। ଆମେ ଥିଲାବେଳେ ସପରିବାର 2 ଜଣ ଭଡ଼ାଟିଆ ପଡ଼ୋଶୀ ରୂପେ ରହୁଥିଲେ। ମଣିଷର ସ୍ୱଭାବ ଏବଂ ଆଚରଣର ସେମାନେ ଥିଲେ ଅନ୍ୟତମ 2ଗୋଟି ବିରୁଦ୍ଧ ଦୃଷ୍ଟାନ୍ତ। ସେମାନଙ୍କ ଜୀବନ ଭିନ୍ନ ପରିବେଶରେ ଗଢ଼ି ଉଠିଛି। ପ୍ରଥମେ ଯେଉଁ ପ୍ରତିବେଶୀଟି ଆମ ସାଙ୍ଗରେ ରହୁଥିଲେ, ସ୍ୱାମୀର ବ୍ୟବହାର ଭଲ ଥିଲେ ମଧ୍ୟ ସ୍ତ୍ରୀ ଭଲ ନଥିଲେ। ଅବକାରୀ ବିଭାଗର ସବ୍ଇନ୍ସପେକ୍ଟର, ମିଶ୍ର ବ୍ରାହ୍ମଣ। ବୋଉ ମୋର ସାଧାରଣତଃ ବାହାରକୁ ବାହାରୁ ନଥିଲା। ଘରେ କଥାବାର୍ତ୍ତା ଯେ ସର୍ବଦା ଧୀରେ ହେବ, ଏହାର କିଛି ମାନେ ନାହିଁ। ବଡ଼ ପାଟିରେ କଥା ହେଲେ ମିଶ୍ରବାବୁଙ୍କ ସ୍ତ୍ରୀ ଟିପ୍ପଣୀ ଦିଅନ୍ତି, ଲୁଚିଛି ନା ଗୋଡ଼ 2ଟା ଦିଶୁଛି। ତାଙ୍କର 3 ଝିଅ ମଧ୍ୟରୁ ବଡ଼ର ନାମ ଜୟନ୍ତୀ। ଥରେ ପିଅନ ଜଳନ୍ଧରକୁ ମୋ ବଡ଼ ଅପା କହିଲେ, ଜଳନ୍ଧର, ମୋତେ କାଲି ଗାନ୍ଧୀ ଜୟନ୍ତୀ ଦେଖାଇବାକୁ ନେବ। ବଦମାସ ଜୟନ୍ତୀ ତା ମାଆକୁ ଯାଇ କହିଲା, ମୋତେ ବେବି ରାଣ୍ଡି ଜୟନ୍ତୀ ବୋଲି କହୁଛି। ମିଶ୍ରବାବୁଙ୍କ ସ୍ତ୍ରୀ ରାଗିଯାଇ ପାଟି କଲେ। ସେ ଏପରି ଶୁଣିଛନ୍ତି ବୋଲି ତାଙ୍କ ବକ୍ତବ୍ୟ ବି କହିଲା। ପରେ ପିଆଦାର ପ୍ରତ୍ୟକ୍ଷ ଉପସ୍ଥିତିରେ କଥାର ସତ୍ୟତା ପ୍ରମାଣିତ ହେଲା।
ପରେ ଥରେ ତାଙ୍କ ପିଅନକୁ ସେ କହୁଥିଲେ, ଶୁଣିଲ, ତୁମ ବାବୁ ମୋତେ ଆଜି କହିଲେ, ଆରେ ତମ ମୁହଁ ଏମିତି ଶୁଖିଛି କାହିଁକି? ଆମ ଅଗଣାକୁ କଦଳୀ ଚୋପା, ପରିବା ଚୋପା ଫିଙ୍ଗନ୍ତି। ତାଙ୍କ 3 ଝିଅ ଯାକ ମୋ 2 ଅପାର ଖେଳସାଥୀ ଥିଲେ। କରୋନେସନ୍ ପଡ଼ିଆରେ ଯାଇ ବହୁତ ଖେଳିଛୁ। ସେମାନେ ଚାଲିଗଲା ପରେ କିରାଣୀ ଚାକିରି କରୁଥିବା ଏକ ଦମ୍ପତି ଆସି ରହିଲେ। ସାଥିରେ ତାଙ୍କର ମା ଓ ଭଉଣୀ, ସ୍ତ୍ରୀଙ୍କର ନୁହେଁ, ସ୍ୱାମୀଙ୍କର। ସମସ୍ତେ ଭାରି ଭଲ ମଣିଷ। କେବେ କେମିତି ନିର୍ଜନରେ ଶାଶୁ ବୋହୂ ବିପକ୍ଷରେ, ବୋହୂ ଶାଶୁ ବିରୁଦ୍ଧରେ ମା ପାଖରେ ଆସି ଅଭିଯୋଗ କରନ୍ତି। ପର ମଣିଷ ବି ଥରେ ଥରେ ଆପଣାର ମଣିଷଠାରୁ ଅଧିକ ନିଜର ଏବଂ ବିଶ୍ୱାସୀ ହୋଇଥାନ୍ତି। ମୋର ଜନ୍ମ ବେଳେ ଶାଶୁ ବୁଢ଼ୀ ମା'ର ଅନେକ ସେବା ଓ ଶୁଶ୍ରୂଷା କରିଛନ୍ତି। ବାରଣହୀନ ମଣିଷ। ଶୀତ ଋତୁରେ ଅସହ୍ୟ ଶୀତ, ଏପରିକି ବାଲ୍ଟିରେ ପାଣି ଥିଲେ ସକାଳକୁ ବରଫ ପାଲଟି ଯାଇଥିବାର ପ୍ରବାଦ ମା କୁଆଡ଼େ ଶୁଣିଥିଲେ। ଗ୍ରୀଷ୍ମର ଅଚାନକ ଝଡ଼ ତୋଫାନରେ କୁଆପଥର ମାଡ଼ ହୁଏ। ସେତେବେଳେ ଜନରବରେ ତଣ୍ଟିଆ କଟାର ପ୍ରାଦୁର୍ଭାବ ଥିଲା। ଛୋଟ ଛୁଆଙ୍କର ଗଳା ସେମାନେ କାଟି ପକାନ୍ତି। ଏପରି ଏକ ଜନରବ ଏଠାରେ ଅବସ୍ଥାନ କାଳରେ ଉଠିଥିଲା। ଶୁଣିଛି, ସଉଦା କରି ଯାଇଥିବା ବେଳେ ଏକଦା ମୋର 2 ଭଉଣୀ ଡରରେ ଦୋକାନକୁ ପଶିଯାଇ ଦୋକାନୀର ସାମାନ୍ୟ କ୍ଷତି କରିଥିଲେ। ମୋର ଜନ୍ମ ବର୍ଷ ଏକ ପାର୍ବତ୍ୟ ଶୁକପକ୍ଷୀଟିଏ ଏହି ସ୍ଥାନରୁ ଖରିଦ କରାଯାଇଥିଲା। ପ୍ରାୟ 10 ବର୍ଷ ଆମ ଘରେ ସେ ଜୀବିତ ଥିଲା। ଆଜକୁ ଠିକ୍ 25 ବର୍ଷ ଏବଂ କେତେ ମାସର ବିତି ଯାଇଥିବା ଏକ ରବିବାର ରଜନୀ। ତାରିଖ ଥିଲା ସେପ୍ଟେମ୍ବର ମାସ 2ର ନିର୍ଦ୍ଦିଷ୍ଟ ଦିନ, ସନ୍ 1962। ରାତ୍ରିର ଅନ୍ତମ ପ୍ରହର। ଭୋର ଆସନ୍ନ ପ୍ରାୟ। ଉଜିଲା ଆସିଛି। ମା ଗର୍ଭବେଦନାରୁ ମୁକ୍ତି ପାଇଲେ। ଭଡ଼ା ଘରେ ଜନ୍ମିଥିବା ଶିଶୁଟି ପୁତ୍ର ସନ୍ତାନ। ସେବିକା ଜନ୍ମଦାତାଙ୍କୁ ପ୍ରଥମ ଖବର ଦେଇଥିଲା। ବାପା ମୋର ଅତ୍ୟନ୍ତ ଆନନ୍ଦ ବିଭୋର ବନି ଯାଇଥିଲେ। ନର୍ସକୁ ଆଶାତିରିକ୍ତ ପାରିଶ୍ରମିକ ମିଳିଥିଲା, ସୁନା ଚେନ୍ର ଉପହାର ବି। ପୁନଶ୍ଚ ସେ କହିଲା, ଆଜ୍ଞା, ପୁଅ ହୋଇଛି, ଫିଷ୍ଟ ଦିଅନ୍ତୁ। ଆଗ ପଛ ନ ବିଚାରି ବାପା ସମ୍ମତି ଭରିଲେ। ସେଇ ପୁତ୍ର ସନ୍ତାନଟି ଅନ୍ୟ କେହି ନୁହେଁ, ମୁଁ ସ୍ୱୟଂ। ଦୁନିଆକୁ ଆସିଲି କିନ୍ତୁ ଅସୁସ୍ଥ ହୋଇ। 3-4 ବର୍ଷ ଚାଲିବା ଅସମ୍ଭବ ହୋଇପଡ଼ିଲା। ଜଟଣୀର ଡାକ୍ତର ମହାଦେବ ସାହୁଙ୍କ ଅକ୍ଳାନ୍ତ ଉଦ୍ୟମ ମୋତେ ଚାଲିବାକୁ ସକ୍ଷମ କଲା। ତେବେ ବର୍ତ୍ତମାନ ଯେ ସମ୍ପୂର୍ଣ୍ଣ ନିରୋଗୀ ଏହା କୁହାଯାଇ ନପାରେ। ସେହି ଶେଷ ପୁଅ ମୁଁ। ବିଳମ୍ବରେ ପଢ଼ା ଆରମ୍ଭ କଲି। ପିଲାଟି ବେଳରୁ ଅଙ୍କ ବିଷୟରେ ଦୁର୍ବଳ ରହି ରହି 2 ଥରରେ ମାଧ୍ୟମିକ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲି। ବର୍ତ୍ତମାନ ସ୍ନାତକୋତ୍ତର ଉପାଧି ହାସଲ କଲିଣି। ହେଲେ ଶିକ୍ଷା ଜୀବନରେ କୃତିତ୍ୱ ମୋର କାହିଁ? କ'ଣ ଆଶାୟୀ ନଥିଲି ଭଲ ଛାତ୍ରଟିଏ ହେବା ପାଇଁ? ଶାରୀରିକ ଅସୁସ୍ଥତା ତଥା ସ୍ପୃହାଶୂନ୍ୟ ଥିବାରୁ କ୍ରୀଡ଼ାକ୍ଷେତ୍ରରେ ସେପରି ଉଲ୍ଲେଖନୀୟ ଭୂମିକା ନାହିଁ। ଏପରିକି ଚାଞ୍ଚଲ୍ୟ ହଇଚଇ ମଚାଇଥିବା, ସୀମାତିରିକ୍ତ ବିଶ୍ୱ ଜନାଗ୍ରହ ନେଇ ଖ୍ୟାତି ଅର୍ଜିଥିବା ଆନ୍ତର୍ଜାତିକ ମୁଖ୍ୟ ଖେଳ କ୍ରିକେଟ ପ୍ରତି ମଧ୍ୟ ମୋର କାହିଁକି କେଜାଣି ଲେଶମାତ୍ର ଆନୁଗତ୍ୟ ଅଛି ବୋଲି ଜୋର ଦେଇ କହିବା ନିହାତି ଅସମ୍ଭବ। ସୁତରାଂ କ୍ରିକେଟର ପୃଷ୍ଠପୋଷକ ସମାଜ ସମ୍ମୁଖରେ ନିଜକୁ ଉପସ୍ଥିତ କରାଇବାର ଆବେଗକୁ ପ୍ରତିହତ କରିଛି ଏହି ଆଶଙ୍କା କରି ଯେ ଜନେ ହସିବେ ଏହି ତହୁଁ ଫଳ ଯେପରି ନ ହେଉ। ଅଭିନେତା ସାଜିଲେ କିପରି ଲାଗେ? ସମ୍ପ୍ରତି ବୃତ୍ତି ସଙ୍କଟ ଶିକ୍ଷିତ ସମ୍ପ୍ରଦାୟଙ୍କଠାରେ ଯେପରି କାୟା ସହିତ ଛାୟା କ୍ଷୀରନୀର ହୋଇ ରହିଛି, ମୋଠି ମଧ୍ୟ ତାହା ଶୂନ୍ୟ ପଡ଼ିନାହିଁ। ଏଥିଲାଗି ବିବ୍ରତ। ହେ ଫୁଲବାଣୀ, ଆଉ ଏଇଥିପାଇଁ ଆଜି ତୁମର ମୋର ଏ ତମସାଚ୍ଛନ୍ନ ପରିଚୟ ଭିତରେ ଏକ ଅନାହୁତ ସାକ୍ଷାତ। ଜନ୍ମ ଦେଇ ତୁମେ ଏଇ ଅନ୍ଧକାରରେ ବି ମୋତେ ଦେଖିପାରୁଛ, ହେଲେ ମୁଁ ତୁମର ସ୍ୱରୂପ କିଛି ମାତ୍ର ଦେଖିପାରୁନାହିଁ। ମୁଁ ପରା ମୋ ଜନ୍ମ ମାଟିକୁ ତୁମରି ପାଖକୁ ଆସିଥିଲି, ପୁନଶ୍ଚ କିଛି କାଳ ନିମନ୍ତେ ପ୍ରତ୍ୟାବର୍ତ୍ତିତ ଅତିଥି। ମୋତେ କି ଅନ୍ଧାରରେ ସ୍ୱାଗତମ କରିବ ବୋଲି ଭାବିଥିଲ? ବୋଧହୁଏ ଏଇ ଥିଲା ତୁମର ଇଚ୍ଛା। ଭାବିଥିବ, ମୋତେ ତ ଛୋଟରୁ ଦେଖିପାରିନ। କ'ଣ ସାମର୍ଥ୍ୟ ତୋଠି ଅଛି ଯେ ବଡ଼ ହୋଇ ଆଲୋକରେ ଦେଖିବାକୁ ଇଚ୍ଛା କରୁଛୁ? ତୁ କି ଜୀବିକା କରୁଛୁ ଯେ ମୋ ପାଖେ ଆଣି ଟଙ୍କା କୁଢ଼ାଇ ଦେବୁ? ନିଜର ବଳ ନାହିଁ ବୋଲି ବାପର ଅର୍ଜିତ ଅର୍ଥ ବ୍ୟୟ କରି ଚାକିରି ଦରାଣ୍ଡି ହେଉଛୁ, ଆସୁଛୁ, ଅଥଚ ମୁଁ ଏଠାରେ ଅଛି ବୋଲି ତୋର ମୋଟେ ଧାରଣା ବି ନାହିଁ। ଏଇକି ତୋର ଭଲ ପାଇବା ସରାଗ? ମୋ ଜିଲ୍ଲାର ପ୍ରାକ୍ତନ ନାମ ପରା ବୌଦ୍ଧ କନ୍ଧମାଳ ଥିଲା। ଏହା କି ପାସୋରି ପକାଇଲୁ? ଏଇ ପାଠ ପଢ଼ିଛୁ? ଏଥିପାଇଁ ମୁଁ ତୋତେ ଦେଖାଦେବି ନାହିଁ ବୋଲି ଆଗରୁ ଚିନ୍ତା କରି ଟାଉନର ବିଜୁଳି ବତୀଗୁଡ଼ିକୁ ଲିଭାଇ ଦେଇଛି। ଜୀବନରେ ଶାରୀରିକ ବାୟସିକ ବଡ଼ ହୋଇ କିଛି ଲାଭ ନାହିଁ। ଉପାର୍ଜନକ୍ଷମ ସମସ୍ୟାର ସମାଧାନ କରିବା ହେଲା ଆଜିର ଦୁନିଆର ଅତ୍ୟାବଶ୍ୟକ ଚାହିଦା। ସେଥିରେ ପରା ଜୀବନ ବଞ୍ଚେ, କଦର ବଢ଼େ। ଆଗ ରୋଜଗାର କର। ଥରେ ଇଚ୍ଛା କରି ମୋ
ମୋ ପାଖକୁ ଆସିବୁ ନିଜ ଖର୍ଚ୍ଚରେ ମୋ ପାଖେ ରହିବୁ ବୁଲିବୁ ମନ ଭରି ମୋତେ ଦେଖିବୁ ପଛ କଥା ଭାବିବୁ ସେତେବେଳେ ମୁଁ ଖୁସି ହେବି ସ୍ଥାନ ଦେଇ ସାଦର ସମ୍ଭାଷଣ କରିବି ନିଜକୁ ଧନ୍ୟ ମନେ କରିବି ମୋ ଠାରେ ତ ମଣିଷ ଜୀବନ ତଥା ଜନ୍ମ ପାଇବା ସାର୍ଥକ ହେବ। ଆଚ୍ଛା ଅନୁପମ କହିଲୁ ସତ କରି ମୋ ରୂପ ସମ୍ପର୍କରେ କ'ଣ କେବେ ହେଲେ ତୋତେ କେହି କିଛି କହିନାହାନ୍ତି? ତୁ ସିନା ଅଜ୍ଞାନ ଅବସ୍ଥାରେ ଥିଲୁ ତ ଆତ୍ମୀୟମାନେ ବି ତ ଏଠାରେ ରହିଥିବେ ନା ନାହିଁ? ତମ ବିଷୟରେ ଜାଣିବାକୁ ପ୍ରବଳ ଇଚ୍ଛା ତେଣୁ ନିଜ ଉଦ୍ୟମ ଯୋଗୁଁ ଶୁଣାଶୁଣିରେ ଯାହା ପରୋକ୍ଷ ଉତ୍ତର ପାଇଛି ମୋ ବଡ଼ ମାମୁଁ ତୁମରି ଜିଲ୍ଲାରେ ପୁଣି ତମ ପାଖରେ କିଛି ବର୍ଷ ରହିଥିଲେ ତୁମରି ବାଲିଗୁଡ଼ା ଉପଖଣ୍ଡରେ ସେ ତୁମଠାରୁ ବେଶୀ ବର୍ଷ କଟାଇଛନ୍ତି ଏବଂ ସେହି ବାଲିଗୁଡ଼ା ଉପଖଣ୍ଡ ଭିତରେ ଥିବା ଦାରିଙ୍ଗବାଡ଼ି ସ୍ଥାନଟିରେ ତାଙ୍କର ଦୀର୍ଘ ଚାକିରି ଜୀବନରୁ ଅବସର ମଧ୍ୟ ନେଇଛନ୍ତି। ତୁମର କାଳିଆ ଅଧିବାସୀମାନଙ୍କ ଠାରୁ ପ୍ରଚୁର କଳାଧନ ଆତ୍ମସାତ କରିଥିଲେ। ତାଙ୍କ ସନ୍ତତି ସବୁରୁ କେତେକ ତମରି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଛନ୍ତି। ଫେର ମୋର ସମ୍ପର୍କୀୟ ମଉସା ତମର ମହାବିଦ୍ୟାଳୟରେ କେତେ ମାସ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଆଳରେ ଏଠାରେ ଗୁରୁମୂର୍ତ୍ତି ରୋଡ଼ସ୍ଥ ଗୁରୁ ଲଜରେ ରହିଥିଲେ। ସେ ବୋଲୁଥିଲେ ତମର ଶିକ୍ଷାର୍ଥୀମାନେ ପ୍ରଗତିବାଦୀ ନୁହନ୍ତି। ମୋର ଜଣେ MA ସହପାଠୀ ତୁମରି ଜିଲ୍ଲାର ଏକା ରୁମ୍ ସାଥୀ ସେ ବି ତୁମକୁ ଦେଖିନି। ଏକଦା ଚାକିରି ଅନ୍ୱେଷଣରେ କିଛି ସମୟ ପାଇଁ ତମର ଜିଲ୍ଲା ମାଲିକଙ୍କଠାକୁ ଆସିଥିଲା। କହୁଥିଲା ତମ ଜିଲ୍ଲା ମାଲିକଙ୍କ ବିରାଟ ନାଲିଆ ରଙ୍ଗର କୋଠାଘର ହତାରେ ବଡ଼ ବଡ଼ ପତ୍ରର ଦୀର୍ଘ ଶାଳବୃକ୍ଷ ତାର ଆଶା ଏଇଠାରେ ରହିଗଲା। ବୌଦ୍ଧ ମଣ୍ଡଳଟି ଏକ ପ୍ରାଚୀନ ବୌଦ୍ଧ ପ୍ରସାର କ୍ଷେତ୍ର ଭାବେ ଓଡ଼ିଶା ଇତିହାସରେ ସ୍ଥାନିତ। ସୁତରାଂ ସବ୍‌ଡିଭିଜନର ନାମ ବୌଦ୍ଧ ଶବ୍ଦର ଅପଭ୍ରଷ୍ଟ ରୂପରୁ ଆସିଥାଇପାରେ। ସାମନ୍ତ ଶାସନ ସମୟରେ ତଦାନୀନ୍ତନ ଉତ୍କଳର ଛତିଶଗଡ଼ ଜାତ ରାଜ୍ୟମାନଙ୍କ ମଧ୍ୟରୁ ତୁମର ବୌଦ୍ଧରାଜ ବି ଏକତମ ନୃପଭୂମି ଥିଲା। ମୋ ଜନ୍ମଦାତାଙ୍କୁ ଜିଜ୍ଞାସୀ ହୋଇ ତାଙ୍କର ଅବସର ସମୟରେ ତମ ବିଷୟରେ ଅନେକ ପ୍ରତ୍ୟକ୍ଷ ପରୋକ୍ଷ ପ୍ରଶ୍ନ ପଚାରେ। ତୁମେ ମୋର ଜନ୍ମଦାତା ବୋଲି ସେ ବି ଆଗ୍ରହରେ ତମ ସମ୍ପର୍କରେ ମୋର ସନ୍ଦେହକୁ ଦୂର କରିଛନ୍ତି ସ୍ୱଭାବସିଦ୍ଧ ଉତ୍ତର ଦେଇ। ଏଇଆ ଯେ ତୁମ ଚାରିପାଖେ ପାହାଡ଼ ଘେରି ରହିଛି। ଟାଉନ ଶେଷରେ ସାଲୁଙ୍କି ନାମକ ଗୋଟିଏ ଛୋଟ ନଦୀ ପ୍ରବାହିତ। ଚାରିଛକ ଆଡ଼ୁ ତୁମ ଦିଗକୁ ମୁହାଁଇଲେ ତୁମେ ଆସିବାର ପ୍ରାୟ 10 କିଲୋମିଟର ପୂର୍ବରୁ ରାଣୀପଥର ନାମକ ଏକ ପାହାଡ଼ିଆ ଅଙ୍କା ବଙ୍କା ରାସ୍ତା ପଡ଼େ। କିନ୍ତୁ ତୁମର ସବୁଠୁ ଭୟଙ୍କର ଘାଟି ରାସ୍ତା ହେଉଛି କଳିଙ୍ଗା। ଏମାନଙ୍କ ଛଡ଼ା ତୁମ ଭିତରକୁ ପଶିବାର ଅନ୍ୟ ଦ୍ୱୟ ଘାଟି ରାସ୍ତା ହେଲେ ଗାଡ଼ିଆପଡ଼ା ଘାଟି ଓ କୁଡ଼ୁକି ଘାଟି। ଓଡ଼ିଶାର ଦକ୍ଷିଣ ଭାଗରେ ରହିଥିବାରୁ ଦକ୍ଷିଣ ଜନଗୋଷ୍ଠୀଙ୍କ ଗୋଟିଏ ଶାଖା କୁମୁଟି ଅଧିବାସୀ ତମ ଅଞ୍ଚଳରେ ଦେଖାଯାଆନ୍ତି। ତୁମେ ଏକ କଚ୍ଛପ ସହର। ସଧିରେ ତୁମର ଆକାର ବଢ଼ୁଛି। ସିନେମା ହଲ୍ ତୁମ ଦେହରେ ନଥିବାର ଶୁଣିଛି କିନ୍ତୁ କାହିଁକି ନାହିଁ ଜାଣେନା। ଆମେ ଥିଲାବେଳେ ତୁମରି କ୍ଷେତ୍ରଫଳ ଆଜିଠାରୁ ଆହୁରି କ୍ଷୁଦ୍ରାୟତନ ଥିଲା। ଭୁବନେଶ୍ୱର କଟକ ପୁରୀ ହେରିକା ସ୍ଥାନମାନ କେତେ ପୁଷ୍ଟ ହେଲେଣି। ତୁମକୁ କିଏ ଏପରି ଦୁର୍ବଳ କରିଦେଇଛି? ତୁମଠୁ ଭୂମିଷ୍ଠ ବୋଲି ମୁଁ ବି ତଦ୍ରୂପ କ୍ଷୀଣ। ତୁମ ସଂସର୍ଗ ଜ୍ଞାନ ମୋର ଏତିକି। ମୋ ପ୍ରତି ଦୋଷାରୋପ ଅଛି କି ମୁଁ ସ୍ମାର୍ଟ ନୁହେଁ ସାଦାସିଧା। ପରିଧାନ ମୋ ସମୟ ବୟସ ଅନୁସାରୀ ନାହିଁ। ସ୍ଥୂଳ ପ୍ରଜ୍ଞା ସମୟ ତ ଓଲୁବି। କଥା କାର୍ଯ୍ୟର ଭୟାର୍ଥ ସ୍ୱପୁରୁଷକୃତ ଦୁଷ୍କର୍ମ। ମୋତେ କ'ଣ ପୁରସ୍କାର ପାଇବା ପାଇଁ ଭଲ ଲାଗେ ନା? ମୁଁ ବି ଚାହିଁଥିଲି ସୁନ୍ଦର ହେବା ପାଇଁ। ବାଳକ ଅବସ୍ଥାରେ ଗୃହର ସଂଗୁପ୍ତ ବାର୍ତ୍ତାଗୁଡ଼ିକ ମୋ ମୁହଁରୁ ଖସରି ଯାଇ ବାହାରେ ରବ ମଚାଇ ଦିଏ। ଘର ଲୋକ ଅସହିଷ୍ଣୁ ହୁଅନ୍ତି। ପିତୃ ସଂଗଠିତ ପରିବାର ପ୍ରତି ଅନେକ ଅନର୍ଥକ ଅବମାନନା ବି କରିଛି। ଜୀବନ ଅନ୍ନ ସଂସ୍ଥାନରେ ମୋର ସନ୍ଦେହ ରହିଯାଉଛି। ସମସ୍ତ ମନରେ ନିରର୍ଥକର ବ୍ୟଞ୍ଜକ। ସବୁ ତୋରି ପାଇଁ ଫୁଲବାଣୀ। ତୁ ଯେପରି ଅନୁନ୍ନତ ପଛୁଆ ମୋତେ ଜନ୍ମ ଦେଇ ମୋ ବ୍ୟକ୍ତିସତ୍ତାକୁ ତୁ ହୁଗୁଳାଇ ଦେଇଛୁ। ଏଯାବତ୍ ବ୍ୟତୀତ ଜୀବନରେ ତୋରି ଗର୍ଭରୁ ଆବିର୍ଭୂତ ହୋଇ କି ସାଫଲ୍ୟ କୃତକାର୍ଯ୍ୟର ଦଲିଲ ସଂଗ୍ରହ କଲି। ଜୀବନର ଆଂଶିକ ଆନୁଷଙ୍ଗିକ ସିଦ୍ଧିର ଉପାଦାନ ବି ମୋ ପାଖେ ନିଶୁଣ। ବହୁ ବିଳମ୍ବରେ ତୁ ମୋତେ ଜନ୍ମ ଦେଲୁ। ଆଜି ଦେଖୁଛି ମାଟିରେ ଅକଳନ୍ତି ପ୍ରତିଯୋଗୀ ଅଶ୍ୱମାନଙ୍କର ଖୁର ଆଘାତରେ ଧରିତ୍ରୀ କ୍ଷତବିକ୍ଷତ। ସେଥିରେ ମୋ ପରି ଘଟକ ବିହୀନ ରିକ୍ତ ଲଗାମଧାରୀ ଶରୀର ମନ ଦୁର୍ବଳ ଅଶ୍ୱାରୋହୀର ଉପସ୍ଥିତିକୁ ଦୁନିଆର ମୃତ୍ତିକା ଏତେସରି ହୋଇ ମଧ୍ୟ କଟାକ୍ଷ କରୁନାହିଁ। ତଥାପି ନିରାଶୀ ନୁହଁ। ସ୍ୱଲଗାମେ ନିଜ ଆକାଂକ୍ଷା ବନ୍ଧା। ଶିକ୍ଷା ବଲ୍ଗା ଆକର୍ଷି ନେଇ ଥଇଥାନ ଅଶ୍ୱକୁ ସାବାଡ଼ କରିଦେବି। ସେତେବେଳେ ଦୁନିଆ ଆଚମ୍ବିତ ହେବ। ଅନୁପମ ବି ମୁଣ୍ଡ ଟେକି ଜାଣେ ସେ ବି ଅନ୍ୟର ଉପମାର ପାତ୍ର ହେବ ନାହିଁ କିଆଁ? ଅନୁପମର କାନରେ ଗ୍ୟାରେଜରୁ
आसीथिबा बसर हर्न बाजिला। निश्चित भाବରେ बस जीवाकू तैयार हेलाणी। लोके चढ़िबा आरंभ करिसंती। से भी उपवेशन त्याग कला। दुख लागिला। बस चलीछि। हठात फुलबाणीर लाइट गुड़िक प्रखर भोल्टेज रे जली उठिले। झरका आड़कू चाहिदेव कौन? आखि सामने फुलबाणी कॉलेज पास करी जाउछि। टाउन सेतेबेलकू गछपत्रर आढ़ुआଳରେ बांक दे अनेक दूर रे जाई रहिलाणी। केवल बिजुली आलुओर दीप्ति जहा अनुपम नयनर फुलराणी होई रही जाइछि। फुलबाणीर नाम जेपरि एक किंबदंती आसीछि। संप्रति फुलबाणी सहर निजे एक जनश्रुति अनुपम पाए।